ସେମାନେ ଗୋଟେ ଠାକୁରଙ୍କର ଗୋଟେ କଣ କାମ ଚାଲିଥିଲା ତାଙ୍କ ଝିଅର ଚୁଟି ପକେଇବା ପାଇଁ ସେଠିକି ଯାଉଥିଲେ ଅଟୋ କରିକି। ନା ନା ଛୋଟ ପିଲାର ଚୁଟି ପକେଇବା ପାଇଁ ଯାଉଥିଲେ। ସେଇଠି ଗଲା ବେଳେ ତ ଆକ୍ସିଡେଣ୍ଟ ହେଇଗଲା। ଆଉ ଗୋଟେ ବସ୍ ଆସିକି ଧକ୍କା ଦେଇଦେଲା, ସେମାନେ ପଡିକି ଗଛରେ କୁଟି ହେଇକିରି 4-5 ଜଣ ଏଠି ପଡିଛନ୍ତି। ଆଉ ଉଦଳାରେ ପଡିଛନ୍ତି କେତେ। ମଲ୍ଲି ବେହେରା, ନରସିଂହ ବେହେରା, ଆଉ ନୀଳା ବେହେରା, ଆଉ ଗୋଟେ ହଉଛି ରତନୀ କଲିକତାରୁ ଆସିଥିଲା ଝିଅ, ସେ ବି ମରିଗଲା। ଗୋଟେ ପରିବାରର। ଆଜି ଆମର ଗୋଟେ ଭାଞ୍ଜିର ଗୋଟେ ପ୍ରୋଗ୍ରାମ ଥିଲା, ଆମେ ଯାଉଥିଲୁ ସିଂହାସିନି ପୁରସ୍ତମପୁର 7-8 କିଲୋମିଟର ଗୋଟେ ଆକ୍ସିଡେଣ୍ଟ ହେଲା। ମୁଁ ଦେଖିନି, ମୋତେ ପଡ଼ିଯାଇଛି, ମୁଁ ଛେଚିକି ଆରପଟେ ପଡ଼ିଛି। ପଡ଼ିବାର ଗୋଟେ 15-20 ମିନିଟ୍କୁ ସେଟା ଆସିଲା ବେଳକୁ ଫାଷ୍ଟ ଦେଖିଲା ବେଳକୁ ମୋ ଭାଇର ବଡ଼ି ପଡ଼ିଛି, ଡେଡ୍ ବଡ଼ିଟା ଅଛି। ଆଉ ଲୋକକୁ କାହା ଦେଖିନି, ମୁଁ ଏତେ ଟାଇମ୍ରେ ତାକୁ ଦେଖିଲି। ଆସିଲା ବେଳକୁ ମୋ ନାଁ କମଳ ବେହେରା। ଆପଣ କେଉଁଠୁ ବାହାରିଲେ? ସବୁ ଆମେ ନିଜ ଘର ଏରେଣ୍ଡାରୁ ବାହାରିଲୁ। ଏରେଣ୍ଡାରୁ ବାହାରିକି ରାସ୍ତାରେ ଯାଉଛୁ, ସେ କୋପଟା ଆସିକି ଗାଡ଼ି ବାଜିଛି। ମୁଁ ସେଇ ଆଲୋଚନା କରିନି, ମୁଁ କିଆରେ ପଡ଼ିକି ପ୍ରାୟ 15 ମିନିଟ୍ ପରେ ମୋର ରହିଛି। ଆମେ 12 ଜଣ ବସିଥିଲୁ। ନା ଧୀରେ ଆସୁଥିଲା, ସେ ବସ୍ଟା କଟିଂ ରାସ୍ତାଟା ତ ପିଟିଆର ମୁଁ ଜାଣିନି, ବସ୍ ବି ଦେଖିନି। ଆଉ ଆଉ ମୁଁ ତ ପଡ଼ିଛି, ସେନ୍ସର ହେଇକି ପଡ଼ିଯାଇଛି। ପ୍ରୋଗ୍ରାମ ବୋଲେ ଆମର ସିଂହାସିନରେ ଗୋଟେ ଆମର ଭାଞ୍ଜିର ଝିଅର କ'ଣ ମୁଣ୍ଡରେ ଚୁଟି କାଢ଼ିବାର ଥିଲା, ସେଇଟା